जय जगन्नाथ समस्तଙ୍କୁ ମୋର ନମସ୍କାର। ମୁଁ ପ୍ରଥମ ଥର ମୋର ୟୁଟ୍ୟୁବ ଚ୍ୟାନେଲ ଷ୍ଟାର୍ଟ କରିବାକୁ ଯାଉଛି ଯୋଉଥିରେ ମୁଁ ଚେଷ୍ଟା କରିବି ଆପଣଙ୍କୁ ୟୁନିକ୍ ଷ୍ଟାଇଲର ଓଡ଼ିଆ ସବୁ ରେସିପି ଆପଣମାନଙ୍କୁ ଦେଖେଇବା ପାଇଁ। ତ ଯେହେତୁ ମାର୍ଗଶିର ମାସ ଚାଲିଛି ଆପଣମାନେ ଜାଣିଛନ୍ତି ତ ସେଥିଲାଗି ମୁଁ ଫର୍ଷ୍ଟ ମୋର ଭିଡ଼ିଓ ଷ୍ଟାର୍ଟ କରୁଛି ଆଉ ମାଙ୍କ ନାଁରେ ସମର୍ପିତ କରୁଛି ମା ଲକ୍ଷ୍ମୀଙ୍କ ନାଁରେ। ତ ଚାଲନ୍ତୁ ବନେଇବା ଫର୍ଷ୍ଟ ମୋର ଭିଡ଼ିଓ ଶାଗ ଘାଣ୍ଟ। ତ ସେଥିପାଇଁ ପ୍ରସ୍ତୁତ ପ୍ରଣାଳୀ ମୁଁ ଆପଣଙ୍କୁ ଦେଖେଇବାକୁ ଯାଉଛି। ଘାଣ୍ଟ ବନେଇବା ପାଇଁ ଆବଶ୍ୟକ କରିବା ଆଳୁ, କାଙ୍କଣ, ମୂଳା, ଆମର ଟମାଟୋ, କଖାରୁ, ବାଇଗଣ ଆପଣ ଆପଣଙ୍କ ହିସାବରେ ପକେଇବେ, ଗାଜର, ଦେନ୍ ପୋଟଳ, ଦେନ୍ ବଡ଼ ଆଳୁ, ଆମର ରହିଲା କଦଳୀକୁ ମୁଁ ହଳଦୀରେ ଭିଜେଇ ଦେଇଛି, ଦେନ୍ ବିନ୍ସ, ଦେନ୍ ମୁଁ ଏଠି ପନିର ନେଇଛି, ପନିର ମୁଁ 200 ଗ୍ରାମ ନେଇଛି। ତ ଆପଣ ଆପଣଙ୍କ ହିସାବରେ ପନିର ନେଇପାରନ୍ତି। ତ କଳା ଚଣାକୁ ମୁଁ ଟିକେ ହାଫ୍ ବଏଲ୍ କରିଦେଇଛି। ଦେନ୍ ସାରା ପରିବାକୁ ଯାହା ଯାହା ଅଛି ଆପଣଙ୍କ ପାଖରେ ଆପଣଙ୍କ ଇଚ୍ଛା ଅନୁସାରେ ତ ତାକୁ ଆପଣ ମିଡ଼ିୟମ୍ ସାଇଜ୍ରେ କଟ୍ କରିଦେବେ ଯେହେତୁ ଆମକୁ ଫ୍ରାଏ କରିବାକୁ ପଡ଼ିବ। ମୋ ପାଖରେ ଯାହା ବି ପରିବା ଥିଲା ଆଉ ଆମର ପସନ୍ଦ ଅନୁସାରେ ମୁଁ ପରିବା ନେଇଛି। ତ ଆପଣ ଯାହା ଯାହା ପରିବା ଆପଣ ନେବା ପାଇଁ ଚାହିଁବେ ସବୁ ଏଥିରେ ବି ପକେଇ ପାରିବେ। ଯେହେତୁ ଯେତେ ଟାଇପ୍ର ପରିବା ପଡ଼ିବ ତ ଆପଣଙ୍କୁ ବହୁତ ଭଲ ଲାଗିବ ଘାଣ୍ଟଟା। ତ ମୁଁ ଏଠି ସବୁ ପରିବା କାଟି ଦେଇଛି ଆପଣ ଦେଖୁଥିବେ। ସବୁ ମୁଁ ସେମ୍ ସାଇଜ୍ର ହିଁ କାଟିଛି ମୋଷ୍ଟଲି ଯାହା ଯାହା ମୋ ପାଖରେ ଥିଲା ମୁଁ ଆପଣଙ୍କୁ ଦେଖେଇଥିଲି। ଦେନ୍ ମୁଁ ଏବେ ପନିରକୁ କ୍ୟୁବ୍ ହିସାବରେ କାଟି ଦେଉଛି। ତ ଯେହେତୁ ଆମକୁ ପନିର ଟିକେ ଭଲ ଲାଗେ ତ ମୁଁ ସବୁ ପନିରକୁ ହିଁ ୟୁଜ୍ କରିଦେଉଛି। ଯଦି ଆପଣଙ୍କୁ ଯେତେ ଆପଣଙ୍କୁ ଦରକାର ଯେଉଁ ହିସାବରେ ଆପଣ ସେ ଅନୁସାରେ ପନିର ନେଇପାରିବେ। ତ ମୁଁ ଏଇ ଟାଇପ୍ର ଛୋଟ ଛୋଟ କାଟିଦେଲି। ତ ଟିକେ ବଡ଼ି ବି ଆମେ ପକେଇବା। ତ ବଡ଼ିକୁ ମୁଁ ଟିକେ ଫ୍ରାଏ କରିବା ପାଇଁ କାଢ଼ିଦେଲି। ତ କଡ଼େଇରେ ତେଲ ଟିକେ ପକେଇଲି। ତ ସେଥିରେ ବଡ଼ି ପକେଇକରି ତାକୁ ଆମେ ବ୍ରାଉନ୍ ହେବା ଯାଏ ଟିକେ ଭାଜିବା। ଦେନ୍ ବ୍ରାଉନ୍ ହେଇସାରିଲା ପରେ ବଡ଼ିକୁ ଆମେ କାଢ଼ିଦେବା। ଦେନ୍ ସେ ବଞ୍ଚିଥିବା ତେଲରେ ଆମେ ବାଇଗଣକୁ ପକେଇଦେବା। ବାଇଗଣକୁ ଟିକେ ହାର୍ଡ଼ କରି ଭାଜିବାକୁ ପଡ଼ିବ ଆଉ ଲାଷ୍ଟକୁ ବାଇଗଣ ଆମର ୟୁଜ୍ କରିବା ଯେତେବେଳେ ଘାଣ୍ଟ ବନେଇବା। ଯେହେତୁ ବାଇଗଣ ଫିଟିଯିବ ତ ତାକୁ ଆମେ ଟିକେ ଭାଜି କରି ରଖିଦେବା, ଲାଷ୍ଟକୁ ୟୁଜ୍ କରିବା। ତ ସେଇ ତେଲରେ ଆମେ ପନିର ପକେଇଦେବା। ପନିରକୁ ହାଫ୍ ବ୍ରାଉନ୍ ହେବା ଯାଏ ଟିକେ ଫ୍ରାଏ କରିବା। ତ ଆପଣ ହିସାବରେ କରିବେ। ତ ସେଇ ତେଲକୁ ଯେତିକି ବଳିଥିବ ସେଥିରେ ବାକି ଭେଜିଟେବଲ୍ସକୁ ପକେଇଦେବା ଭାଜିବା ପାଇଁ ଆମେ। ତ ଆପଣମାନେ ଦେଖିପାରୁଛନ୍ତି କେତେ ସୁନ୍ଦର ଦେଖାଯାଉଛି ସବୁ ମିକ୍ସର ଭେଜିଟେବଲ୍ସ। ତ ଶୀତ ଦିନେ ଜାଣିଛନ୍ତି ବହୁତ ପ୍ରକାର ଭେଜିଟେବଲ୍ସ ମିଳୁଛି, ଇଜିଲି ମିଳୁଛି। ତ ଆପଣମାନଙ୍କ ହିସାବରେ ପକେଇ ପାରିବେ ସବୁ ଭେଜିଟେବଲ୍ସ। ତ ମୁଁ ଏଠି ପକେଇଛି। ଦେନ୍ ଜାଣିଛନ୍ତି ଯେହେତୁ ଶାଗ ଆମେ ମେନ୍ ଆର ଇନଗ୍ରେଡ଼ିଏଣ୍ଟ ତ କୋଶଳା ଶାଗ ବେସିକାଲି ୟୁଜ୍ କରିବା ଆଣ୍ଡ ହ୍ୱାଇଟ୍ କୋଶଳା ହେଲେ ଟିକେ ଭଲ ଲାଗିବ। ତ ଏଠି କୋଶଳା ଶାଗ ଆସିଥିଲା ତ ମୁଁ ତାକୁ ଭଲସେ ବାଛି କରି ଧୋଇକି ଏବେ ସେଟାକୁ ମୁଁ ଛୋଟ ଛୋଟ ପିସ୍ କରିକି କାଟି ଦେଉଛି। ଦେନ୍ ପରିବା ଟିକେ ଭାଜି ହେଇଗଲା ପରେ ସେଥିରେ ଯେଉଁ କଳା ଚଣା ରଖିଥିଲି ମୁଁ ହାଫ୍ ବଏଲ୍ କରି ତାକୁ ପକେଇ ଦେଉଛି। ହିସାବରେ ପକେଇବେ, ସାରା ମୁଁ ପକେଇନି ତ ମୁଁ ଯେତିକି ଦରକାର ପକେଇଲି। ଦେନ୍ ତା ଦେହରେ ଅଦା ଛେଚା ଟିକେ ଦେଇଦେବା, ଯେହେତୁ ବିନା ପିଆଜ ରସୁଣ ଅଦା ଛେଚା ବାକି ଯାହା ବି ମସଲା ଆପଣଙ୍କର ଧନିଆ ପାଉଡ଼ର, ଜିରା, ଆପଣ ଏଇ ଟାଇପ୍ର ଗରମ ମସଲା ଟିକେ ପକେଇ ପାରିବେ। ଦେନ୍ ପରିବା ଭାଜି ହେଇଗଲା ପରେ ସେଥିରେ ପନିର ଆମେ ଯେଉଁ ଭାଜିକି ରଖିଥିବା, ଦେନ୍ ଶାଗ ଆପଣଙ୍କ ହିସାବରେ ଟିକେ ଟ୍ରାଏ କରିବେ ଅଳ୍ପ ଶାଗ ଦେବା ପାଇଁ, ବେଶୀ ଦେଲେ ବହୁତ ଶାଗ ହେଇଯିବ। ତ ପରିବା ଅନୁସାରେ ଆପଣ ଭାବିକରି ଶାଗ ଦେବେ। ତ ମୋର ଯେତିକି ଦରକାର ମୁଁ ସେ ଅନୁସାରେ ଶାଗ ପକେଇଛି ଏଥିରେ। ଦେଲା ପରେ ଆପଣ ତାକୁ ଭଲସେ ମିକ୍ସ କରିବେ। ଯେମିତି ଯେତେ ମସଲା ଆମେ ପକେଇଥିଲେ ପ୍ଲସ୍ ଶାଗ, ପନିର ସବୁକୁ ଭଲସେ ମିକ୍ସ କରିବେ 5ରୁ 7 ମିନିଟ୍। ଦେନ୍ ମିକ୍ସ ହେଲା ପରେ ସେଥିରେ ଆମେ କଟ୍ କରି ରଖିଥିବା ଛୋଟ ଛୋଟ ଟମାଟୋ କ୍ୟୁବ୍ ପକେଇଦେବା। ଟମାଟୋକୁ ଲାଷ୍ଟରେ ହିଁ ପକେଇବେ ତ ଟିକେ ଟମାଟୋ ରହିଲେ ସେଟା ଭଲ ଲାଗେ। ତ ଆପଣ ଭଲସେ ତାକୁ ମିକ୍ସ କରିବେ, ଯେହେତୁ ପାଣି ଦେବାକୁ ଏବେ ଦରକାର ନାହିଁ। ତ ମିକ୍ସ କରି ସାରିଲା ପରେ ତାକୁ ଟିକେ ଟିକେ ଛାଡ଼ୁଥିବେ, ଦେନ୍ ତାକୁ ଟିକେ ଘାଣ୍ଟୁଥିବେ। ଦେନ୍ ଲାଷ୍ଟକୁ ହେଇଗଲା ପରେ ସେଥିରେ ଟିକେ ଜଷ୍ଟ ପାଣି ଦେବା ଯେହେତୁ ତଳେ ନ ଲାଗୁ। ଆମେ ବହୁତ କମ୍ ତେଲ ୟୁଜ୍ କରିଛେ ତ ସେଥିଲାଗି ଜଷ୍ଟ ପାଣି ଦେଇକରି ତାକୁ କିଛି ସମୟ ଢାଙ୍କି ସାରିଲା ପରେ କିଛି ସମୟ ପରେ ଦେଖୁଛନ୍ତି କେତେ ସୁନ୍ଦର ଦେଖାଗଲାଣି କଲର୍। ତାପରେ ପରିବା ହେଇସାରିଲା ପରେ ସେଥିରେ ଆମେ ଗ୍ରେଡ୍ କରି ରଖିଥିବା ନଡ଼ିଆକୁ ଆମେ ତା ଦେହରେ ପକେଇଦେବା। ଯେହେତୁ ଆମ ଘାଣ୍ଟ ସରିବା ହେଲାଣି ତ ଲାଷ୍ଟ ମୋମେଣ୍ଟରେ ହିଁ ଆମେ ନଡ଼ିଆ ପକେଇବା। ଏଇ ଟାଇମ୍ରେ ହିଁ ପକେଇଲେ ତାର ଆକ୍ଚୁଆଲି ଟେଷ୍ଟ ଆସେ, ନଡ଼ିଆରେ ବି ଟେଷ୍ଟ ଆସିବ ପ୍ଲସ୍ ସବୁ ପରିବାର ବି ମିକ୍ସର ଯାହା ହେଇଥିବ ତାର ବି ଆଚ୍ଛା ଟେଷ୍ଟ ଆସିବ। ଦେଖୁଛନ୍ତି କେତେ ସୁନ୍ଦର ଦେଖାଯାଉଛି। ଏଇଟା ଆପଣ ମାଙ୍କ ପାଖରେ ବି ଭୋଗ ଲଗେଇ ପାରନ୍ତି, ଗୁରୁବାରେ କୌଣସି ବି ଓଷା ବ୍ରତରେ ବି ୟୁଜ୍ କରିପାରନ୍ତି। ଦେନ୍ ଲାଷ୍ଟକୁ ଆମେ ଯେଉଁ ଭାଜି କରି ବଢ଼ି ରଖିଥିଲେ ତାକୁ ଆପଣମାନେ ଲାଷ୍ଟକୁ ହିଁ ଟିକେ ହାଫ୍ ମାନେ ଚୁନା କରି ତାକୁ ପକେଇବେ, ଗୋଟା ପକେଇବେନି। ତ ଚୁନା କଲେ ସେଇଟା ଭଲସେ ମିକ୍ସ ହେଇଯିବ, ତାକୁ ଭଲ ଲାଗିବ। ତ ଲାଷ୍ଟକୁ ମୁଁ ଗ୍ୟାସ୍ ବନ୍ଦ କରିଦେଇଛି ଅଲରେଡ଼ି। ଯେହେତୁ ପାଣି ଟିକେ ଟିକେ ଜଷ୍ଟ ରହିବ ତ ତା କିଛି ସମୟ ରହିଲା ପରେ ସେ ସୋକ୍ କରିଯିବ। ଯଦି ଆପଣମାନଙ୍କୁ ଅଧିକା ବି ପାଣି ଦରକାର ଆପଣ ଦେଇପାରନ୍ତି।
ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି ପ୍ଲେଟିଂ କଲା ପରେ ବହୁତ ସୁନ୍ଦର ଦେଖାଯାଉଛି। କଦଳୀ ପତ୍ରରେ ଥୁଆ ଯାଇନି ପ୍ରସାଦ ଥୁଆଯାଏ ମନ୍ଦିରରେ ସେଇ ଟାଇପର ଦେଖାଯାଉଛି। ତ ଆପଣମାନେ ବି ବନାନ୍ତୁ, ଟେଷ୍ଟ କରନ୍ତୁ ଆଉ ଆପଣମାନଙ୍କର ଫିଡବ୍ୟାକ୍ କମେଣ୍ଟରେ ଡେଫିନେଟଲି ଲେଖିବେ କି ଆପଣମାନେ ଟ୍ରାଏ କଲେ ନା ନାହିଁ। ତ ରହିଲି, ଜୟ ଜଗନ୍ନାଥ।